ପିଲାମାନେ, ଶାନ୍ତି ତ ତୁମରି ଭିତରେ ରହିଛି। କାମନା ରୂପୀ ରାକ୍ଷସୀର ଆବେଶ ଚାଲିଗଲେ ଶାନ୍ତିର ଦର୍ଶନ ମିଳେ। ବୈରାଗ୍ୟର ମହାମନ୍ତ୍ର ଦ୍ୱାରା କାମନାକୁ ଘଉଡ଼ାଇ ଦିଅ। ଦେଖ, ସର୍ବତ୍ର ଶାନ୍ତିର ଶାନ୍ତ ମୂର୍ତ୍ତି ରହିଛି। ପିଲାମାନେ, ସରଳ ଭାଷାରେ କହିବାକୁ ଗଲେ ମୁଁ ସବୁବେଳେ କହେ, ନିଜକୁ ଖୋଜ, ନିଜ ଭିତରେ ଖୋଜ। ଆମେ ସବୁବେଳେ ଅନ୍ୟ କଥାରେ ଯେତିକି ମୁଣ୍ଡ ପୁରାନ୍ତି, ସେତିକି ସମୟ ଯଦି ନିଜ କଥା ବା କିଛି ସତ୍ ଚିନ୍ତାରେ ନିଜକୁ ନିୟୋଜିତ କରନ୍ତେ, ତେବେ ଅନେକ କଥା ଜାଣିପାରନ୍ତେ ଏବଂ ଅନେକ ବିଷୟରେ ଦକ୍ଷ ହୋଇପାରନ୍ତେ। ଏହି ଥଟ୍କୁ ନେଇକି ଆଜି ଆମେ ଆରମ୍ଭ କରିବା ଦଶମ ଶ୍ରେଣୀ ସାହିତ୍ୟ ବହିର ଏକ ସୁନ୍ଦର ଗଳ୍ପ, କାଳର କପୋଳ ତଳେ ନନ୍ଦିନୀ ଶତପଥୀଙ୍କର ଗଳ୍ପ। ଆମେ ଆଜି ଏହି କ୍ଲାସରେ ଆଲୋଚନା କରିବା ଏହି ଗଳ୍ପର ସାରାଂଶ, ତାର ସରଳ ଭାବବୋଧକ ବିଷୟ ବିଶ୍ଳେଷଣ। ଆଜିର ବିଷୟକୁ କେବଳ ସରଳ ଭାବରେ ବିଶ୍ଳେଷଣ କରିବା, ତା ଭିତରେ କ'ଣ ଅଛି କ'ଣ ନାହିଁ, ଟପିକ୍ କ'ଣ ଅଛି, ଏହାର ସାରାଂଶ କ'ଣ, ଏହିସବୁ କଥା। ପୁରା ଗଳ୍ପଟିକୁ ପରବର୍ତ୍ତୀ ସମୟରେ ଯଦି ସମ୍ଭବ ହୁଏ ତାହେଲେ ଆମେ ଅପଲୋଡ଼ କରିବା। ଏବେ କେବଳ ତାର ସାରାଂଶ ବୁଝିଯିବା। ବିଷୟବସ୍ତୁ କ'ଣ, କେଉଁ କଥାକୁ ନେଇକି ଲେଖାଯାଇଛି ଗଳ୍ପଟି। କବି ପରିଚୟ ପ୍ରଥମେ ଯିବା ପୂର୍ବରୁ ମୁଁ କହିଦେବାକୁ ଚାହେଁ ଯେ ପୂର୍ବ କ୍ଲାସ୍ର ଯେଉଁ ପ୍ରଶ୍ନ କିଛି ଥିଲା, ସେ ପ୍ରଶ୍ନର ଉତ୍ତର ଆମେ ରଖିବା। ରୂଢ଼ିରେ ଦିଆଯାଇଥିଲା ପ୍ରଥମ ପ୍ରଶ୍ନ, ଆପଣା ସୁନା ଭେଣ୍ଡି। ତେଣୁ ଏହାର ସଠିକ୍ ଉତ୍ତର ହେବ ନିଜ ଲୋକ ଅଯୋଗ୍ୟ ହେବା ବା ନିଜ ଲୋକ ନିଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଇତ୍ୟାଦି କ୍ଷେତ୍ରରେ କୁହାଯାଏ। ଦୁଇରେ ଥିଲା ଉପର ଠାଉରିଆ, ଗଭୀରତାର ଅଭାବ, ଏହାର ଅର୍ଥ। ତୃତୀୟରେ ଥିଲା ଏ ଘର ମାଉସୀ ସେ ଘର ପିଉସୀ, ଉଭୟକୁ ଭଲ କହି ଯିଏ ନିଜର ଲାଭ ଉଠାଏ ସେଇ ଜାଗାରେ ଆମେ କହିଥାଉ ଏ ଘର ମାଉସୀ ସେ ଘର ପିଉସୀ। ଚତୁର୍ଥରେ ଥିଲା ଏକ ଘରିକିଆ, ଅର୍ଥାତ୍ ସାମାଜିକ ଭାବେ ବାସନ୍ଦ କରିଦେବା, ଅନ୍ୟ ଗାଁର ସମସ୍ତ ଘର ମିଶିକି କାହାକୁ ଜଣକୁ ବାସନ୍ଦ କରିବାକୁ ବୁଝାଉଛି। ପଞ୍ଚମରେ ଥିଲା ଓଳିଆରୁ ପଡ଼ି ଗଜା, ଏହାର ଅର୍ଥ ହେବ ଜନ୍ମରୁ ଚତୁର ବା ସିଆଣିଆ, ଅର୍ଥାତ୍ ଯିଏ ମୂଳରୁ ଚାଲାକ ଚତୁର ଅଛି ସେ ଜାଗାରେ ଆମେ କହିପାରିଥାଉ ଓଳିଆରୁ ପଡ଼ି ଗଜା ବୋଲି। ତ ବର୍ତ୍ତମାନ ଆମେ ଯିବା ଏଇ ଯେଉଁ ବିଷୟ ରହିଛି କାଳର କପୋଳତରେ, ଏହାର ଅର୍ଥ କ'ଣ। ଏଇ ଯେଉଁ କାଳ ହେଲା ସମୟ, କପୋଳ ହେଲା ବୃକ୍ଷ ବିଶେଷ, ଯେଉଁ ସମୟ ରୂପକ, ଯେଉଁ ସମୟକୁ ଆମେ ଜାଣିଛନ୍ତି ତ ସବୁ କ୍ଷେତ୍ରରେ ସବୁ କାର୍ଯ୍ୟରେ ବଳବାନ ହେଉଛି କେବଳ ସମୟ। ଆମେ ନିଜକୁ କେବଳ ବଳବାନ ବୋଲି ଭାବନ୍ତି, କେତେବେଳେ ହାତୀକୁ ଭାବନ୍ତି ବହୁତ ବଳବାନ, କେତେବେଳେ ସିଂହକୁ ଭାବନ୍ତି, କେତେବେଳେ ଅନ୍ୟକୁ କିଛି ଭାବନ୍ତି, କିନ୍ତୁ ସବୁଠାରୁ ବଳବାନ ହେଉଛି ସମୟ। କାରଣ ସମୟ ହିଁ ଆମର ସବୁ ବଳକୁ ହଟାଇ ଦେଇଥାଏ। ସେହି ଦୃଷ୍ଟିରେ କିଭଳି ଭାବରେ ଏଠି ଚରିତ୍ରଟି ବା ଚରିତ୍ର ମାନେ ବା ଘଟଣାକ୍ରମ ସମୟ ଅନୁଯାୟୀ ବଦଳି ଯାଇଛି ବା ସମୟର ଯେଉଁ କଷାଘାତରେ ଚାପି ହୋଇଯାଇଛି, ଯାହାକୁ କେହି ଖୋଜିବାକୁ ଚେଷ୍ଟା କରିନାହାନ୍ତି, ତାହାକୁ ସୁନ୍ଦର ଭାବରେ ଗଳ୍ପ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି ଶ୍ରୀମତୀ ନନ୍ଦିନୀ ଶତପଥୀ। ଓଡ଼ିଶାର ସାଧାରଣ ଜନଜୀବନରେ ନନ୍ଦିନୀ ଶତପଥୀ ଜଣେ ସଫଳ ରାଜନୈତିକ ବ୍ୟକ୍ତିତ୍ୱ ଓ ନେତ୍ରୀ ରୂପେ ପରିଚିତ। ଆମେ ଜାଣିଛନ୍ତି ସିଏ ଜଣେ ରାଜନୈତିକ ବ୍ୟକ୍ତିତ୍ୱ ଥିଲେ, ଚରିତ୍ର ଥିଲେ। ସେ ଛାତ୍ର ଅବସ୍ଥାରେ ମଧ୍ୟ ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ। ଏବଂ ତାଙ୍କର ପିତାଙ୍କ ନାମ ଥିଲା କାଳନ୍ଦୀ ଚରଣ ପାଣିଗ୍ରାହୀ, ଯିଏକି ପ୍ରସିଦ୍ଧ ଉପନ୍ୟାସିକ ଜଣେ। ତେଣୁ ପାରିବାରିକ ଏଇ ଯେଉଁ ସାହିତ୍ୟର ଛିଟା ତାଙ୍କ ଦେହରେ ପାରିବାରିକ ଦୃଷ୍ଟିକୋଣରୁ ଆସିଛି, ଯେହେତୁ ତାଙ୍କର ପିତା ଥିଲେ ଜଣେ ପ୍ରମୁଖ ସାହିତ୍ୟିକ। ତାଙ୍କ ଲେଖନୀ ଶୈଳୀ ମଧ୍ୟ ଖୁବ୍ ସୁନ୍ଦର। ସେ ଜଣେ ଉଚ୍ଚ କୋଟିର ଗାଳ୍ପିକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଶକ୍ତିଶାଳୀ ଭାଷା ଗୁଞ୍ଜନ
ସମୃଦ୍ଧି ସମ୍ପନ୍ନ ଭାବ ଆରୋପରେ ସେ ଜଣେ ବିକଳ୍ପହୀନ ପ୍ରତିଭା। ତାଙ୍କର ଗଳ୍ପ ମଧ୍ୟରେ କେତୋଟି କଥା ସପ୍ତଦର୍ଶୀ ନାମକ ଦୁଇଟି ପୁସ୍ତକ ସଂକଳିତ ହୋଇଛି। ଏହା ସହିତ ସେ ଗାନ୍ଧୀ କଥାମୃତ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ସେ ସାହିତ୍ୟ ଭାରତୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏମିତି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ବର୍ତ୍ତମାନ ଏହି ବିଷୟବସ୍ତୁଟି ଆରମ୍ଭ କରିବା ଏମିତି ଯେ ଏଇ କହି ରଖେ ଯେ ଏହା ଏକ ଇତିହାସ ଓ କିମ୍ବଦନ୍ତୀର ମିଶ୍ରଣ ଘଟିଛି ଏହି ଗପଟିରେ। ଅର୍ଥାତ୍ କିଛି ଇତିହାସ ରହିଛି, କିଛି କିମ୍ବଦନ୍ତୀ ରହିଛି। ଇତିହାସ ଯାହା ଲେଖାଯାଇଛି ବା ଲିପିବଦ୍ଧ ବା ଆମେ ତାକୁ ପାଇଛନ୍ତି ପ୍ରମାଣିତ, କିନ୍ତୁ କିମ୍ବଦନ୍ତୀ କହିଲେ ଯାହା ପ୍ରମାଣିତ ନୁହଁ, ଏହା ଲୋକମୁଖରେ ପ୍ରଚାରିତ ପ୍ରକାଶିତ କହିପାରିବା, ଲୋକମୁଖରୁ ଅନ୍ୟ ଏକ ଲୋକମୁଖକୁ ଏହା ପ୍ରବାହିତ, ଏହାର ସତ୍ୟତା ଉପରେ ଆମେ ନିର୍ଭର କରିବା ସମ୍ଭବ ନୁହେଁ, ତାକୁ କିମ୍ବଦନ୍ତୀ କୁହାଯିବ। ତ ଏଥିରେ କ'ଣ ହେଇଛି ନା, ଯେତେବେଳେ କଳିଙ୍ଗ ଯୁଦ୍ଧରେ କଥା ଆମେ ସମସ୍ତେ ଜାଣିଛନ୍ତି, ବିଶ୍ୱର ଏକ ପ୍ରମୁଖ ଯୁଦ୍ଧ ମଧ୍ୟରେ କଳିଙ୍ଗ ଯୁଦ୍ଧକୁ ନିଆଯାଉଛି। ଇତିହାସରେ ଆମେ ପଢ଼ିଛନ୍ତି, କିନ୍ତୁ ବାସ୍ତବରେ ଆମେ ଇତିହାସରେ ଯେଉଁ କଳିଙ୍ଗ ଯୁଦ୍ଧ କଥା ପଢ଼ିଛନ୍ତି ସେଥିରେ ସେତିକି ଗୁରୁତ୍ୱ ଦିଆଯାଇଛି କି? ପ୍ରଥମ ପ୍ରଶ୍ନ ଆସୁଛି ଯେ ସେତିକି ଗୁରୁତ୍ୱ ଇତିହାସକାରମାନେ ଦେଇଛନ୍ତି କି ଆମର କଳିଙ୍ଗକୁ, ଆମର ଓଡ଼ିଶା ବା ଉତ୍କଳ ମାଟିକୁ? ବୋଧହୁଏ ନା, ସେତିକି ଗୁରୁତ୍ୱ ଦିଆଯାଇ ନାହିଁ। ସେଇ କ୍ଷୋଭକୁ ନେଇକି ଲେଖିକା ଏଠାରେ ଲେଖିଛନ୍ତି। ସେ ଗୋଟେ ଚରିତ୍ର ନେଇଛନ୍ତି ଏବଂ ସେଇ ଚରିତ୍ର ମାଧ୍ୟମରେ ସେ ଫୁଟାଇବା ପାଇଁ ଚାହିଁଛନ୍ତି ଏ ଗପଟିକୁ। ଚରିତ୍ରଟିର ନାମ ହେଉଛି ଅଙ୍ଗଦ ଚୌଧୁରୀ। ଚରିତ୍ର ନାମ ଅଙ୍ଗଦ ଚୌଧୁରୀ, ଯିଏକି ପାଟନାରେ ବା ବିହାରର ଯେଉଁ କ୍ୟାପିଟାଲ ରାଜଧାନୀ ପାଟନାରେ ଅବସ୍ଥିତ ନାଳନ୍ଦା ବିଶ୍ୱବିଦ୍ୟାଳୟରେ PhD କରୁଛନ୍ତି, ଅର୍ଥାତ୍ ଗବେଷଣା କରୁଛନ୍ତି। ଗବେଷକ ସେ ଜଣେ ରିସର୍ଚ୍ଚର କହିପାରିବା। ସିଏ ଗବେଷଣା କେଉଁ ବିଷୟରେ କରୁଛନ୍ତି? ପ୍ରତ୍ୟେକ ଲୋକ ଗବେଷଣା ଗୋଟେ ନିର୍ଦ୍ଦିଷ୍ଟ ବିଷୟ ଉପରେ କରିଥାଏ। କେଉଁ ଲୋକ ଗବେଷଣା କରିଥାଏ, ଯଦି ଆମେ ବିଜ୍ଞାନ କଥା କହିବା, କିଏ ଗବେଷଣା କରୁଥାଏ ଯେ ସୂର୍ଯ୍ୟ ରଶ୍ମିରେ କେଉଁ କେଉଁ କ୍ଷତିକାରକ ଜିନିଷ ଅଛି ବା ଉପାଦେୟତା ଅଛି। ଯଦି ଜଣେ ସାହିତ୍ୟର କରୁଛନ୍ତି, କିଏ କହିପାରିବେ ଫକୀରମୋହନ ସାହିତ୍ୟଙ୍କ ଭିତରେ ବା ଫକୀରମାନଙ୍କର ଗଳ୍ପ ଭିତରେ ସମାଜ ଚେତନା କିଭଳି ଅଛି। କିଏ କରିପାରିବେ ସୀମାନ୍ତ ଅଞ୍ଚଳର ଭାଷା କିଭଳି ଭାବରେ ଓଡ଼ିଆ ସାହିତ୍ୟକୁ ପ୍ରଭାବିତ କରିଛି। ବିଭିନ୍ନ ବିଷୟ ନେଇ କରିପାରିବେ। ଇତିହାସ କଥା କହିଲେ ସେମିତି ଅନେକ କଥା ଅଛି। ସେଇଥିରେ ସିଏ ମଧ୍ୟ ଗୋଟେ ଟପିକକୁ ନେଇଛନ୍ତି ବା ଗୋଟେ ବିଷୟକୁ ନେଇଛନ୍ତି, ତାହା ହେଉଛି କଳିଙ୍ଗ ଯୁଦ୍ଧରେ ଘଟଣା ଘଟିଥିଲା। ଆମେ ସମସ୍ତେ ଜାଣିଛନ୍ତି, ସେତେବେଳେ ମଗଧ ଆଉ କଳିଙ୍ଗ ସହିତ ଯୁଦ୍ଧ ହୋଇଥିଲା। ମଗଧର ରାଜା ଥିଲେ ସେତେବେଳେ ଅଶୋକ। ଅଶୋକଙ୍କ ପୂର୍ବରୁ ତାଙ୍କ ପିତା ବିନ୍ଦୁସାର, ବିନ୍ଦୁସାରଙ୍କ ପୂର୍ବରୁ ତାଙ୍କ ପିତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଏମାନେ କେହି ସାହସ କରୁନଥିଲେ କଳିଙ୍ଗକୁ ଆକ୍ରମଣ କରିବା ପାଇଁ, ଏତେ ସମୃଦ୍ଧଶାଳୀ ଥିଲା। କିନ୍ତୁ ଅଶୋକ ଥିଲେ ବହୁ ସାହସୀ ବୀର। ଏହା ସହିତ ସେ ସମୟରେ ମଧ୍ୟ ତାଙ୍କୁ ଚଣ୍ଡାଶୋକ ବୋଲି କୁହାଯାଉଥିଲା, ଏଇଥିପାଇଁ ଯେ ସେ ରକ୍ତପିପାସୁ ହୋଇ ଉଠିଥିଲେ। ସେ କେବଳ ଯୁଦ୍ଧପ୍ରିୟ ହୋଇ ଉଠିଥିଲେ, କେବଳ ଯୁଦ୍ଧ କରିବେ, ଅନ୍ୟକୁ ପରାଜୟର ସ୍ୱାଦ ଚଖେଇବେ, ନିଜ ବିଜୟ ପ୍ରାପ୍ତ କରି ଆହ୍ଲାଦିତ ହେବେ, ଖୁସି ମନେଇବେ, ଏଇଥିରେ ତାଙ୍କର ଖୁସି ଥିଲା। ଏଥିପାଇଁ ତାଙ୍କୁ ଚଣ୍ଡାଶୋକ ବୋଲି କୁହାଯାଉଥିଲା। ତେଣୁ ସିଏ ସାହସ କରି କଳିଙ୍ଗକୁ ଯୁଦ୍ଧ କରିବାକୁ ଆସିଲେ। ପ୍ରଶ୍ନ ଏଇଠି ଯେ ସିଏ ଯେତେବେଳେ ଆସିଲେ ଯୁଦ୍ଧ କରିବା ପାଇଁ କଳିଙ୍ଗକୁ, ସେତେବେଳେ କଳିଙ୍ଗ ରାଜା କିଏ ଥିଲେ ତାହା ଏବେ ମଧ୍ୟ ବିବାଦମାନ ଅବସ୍ଥାରେ ରହିଅଛି। ସେଥିପାଇଁ ଅଙ୍ଗଦ ଚୌଧୁରୀ ନାମକ ବ୍ୟକ୍ତି ଗଳ୍ପରେ ତାକୁ ବର୍ଣ୍ଣନା କରିଛନ୍ତି ଗାଳ୍ପିକା, ସେ ବ୍ୟକ୍ତି ଜଣକ ଆସିଛନ୍ତି ବୁଝିବା ପାଇଁ ବା ଜାଣିବା ପାଇଁ ବା ଗବେଷଣା କରିବା ପାଇଁ ସେତେବେଳେ ରାଜା କିଏ ଥିଲେ, ପ୍ରକୃତରେ ସେତେବେଳେ ରାଜା କିଏ ଥିଲେ। ତ ସେତେବେଳେ ଯେତେବେଳେ ଅଙ୍ଗଦ ଚୌଧୁରୀ ବସିଛନ୍ତି, ସେ ଦୟାନଦୀ କୂଳରେ, ଅର୍ଥାତ୍ କଳିଙ୍ଗ ଯୁଦ୍ଧ ଦୟାନଦୀ କୂଳରେ ଧଉଳିପାହାଡ଼ ନିକଟରେ ହୋଇଥିଲା। ଆମେ ଜାଣିଛନ୍ତି ବା ଜାଣିଥିବା ବା ଜାଣିନଥିବା, ଭୁବନେଶ୍ୱରରୁ 7 ମାଇଲ ଉତ୍ତର ପୂର୍ବକୁ ଗଲେ ଦୟାନଦୀର ଦକ୍ଷିଣ ତୀରରେ ଅଛି ଧଉଳି ପାହାଡ଼। ଯେଉଁ ପାହାଡ଼ରେ ଅଶ୍ୱତ୍ଥାମା ନାମକ ଜଣେ ଗୋଟିଏ ପାହାଡ଼ ଗାତ୍ର ଅଛି, ସେଥିରେ ଅଶୋକଙ୍କର
11 ଗୋଟି ଯେଉଁ ଶିଳାଲେଖ ପାଲି ଭାଷାରେ ସେ ଖୋଦିତ ଆମେ ମିଳିଛି ଆମକୁ ବା ପ୍ରତ୍ନତତ୍ତ୍ୱ ବିଭାଗକୁ ମିଳିଛି। ତ ସେଇଥିରେ ଅନେକ କଥା ଲେଖା ଅଛି ଯେଉଁଥିରେ କି ଆମେ କଳିଙ୍ଗ ଯୁଦ୍ଧ କଥା ଅଶୋକଙ୍କ କଥା ଆମେ ଜାଣିପାରୁଛନ୍ତି। ଏବଂ ସେଇ ପାହାଡ଼ ପାଖରେ ସେ ବସିଛନ୍ତି ନିଜେ ଏବଂ ତାଙ୍କର ଭାବାନ୍ତର ଘଟୁଛି, ଅର୍ଥାତ୍ ତାଙ୍କ ଭାବର ପରିବର୍ତ୍ତନ ଘଟୁଛି। ସେ ହଠାତ୍ ଆଖି ସାମ୍ନାରେ ଦେଖୁଛନ୍ତି ସେ ଦୟାନଦୀରେ ରକ୍ତ ପ୍ରବାହିତ ହେଉଛି। ଅର୍ଥାତ୍ ଗାଳ୍ପିକା ଏଠି ସୁନ୍ଦର ଭାବରେ ପ୍ରସଙ୍ଗଟିକୁ ଅବତାରଣା କରିବା ପାଇଁ ଏକ ଉଦାହରଣ ନେଇଛନ୍ତି। ସେ ଦେଖିଲେ ରକ୍ତ ବହି ଆସୁଛି, ତ ରକ୍ତର ଅର୍ଥ ଯେଉଁ ଯୁଦ୍ଧ ହୋଇଥିଲା କଳିଙ୍ଗ ଯୁଦ୍ଧ। କାହିଁକିନା କୁହାଯାଏ କଳିଙ୍ଗ ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ସେ ରକ୍ତରେ ଦୟାନଦୀ ଦିନେ ରଙ୍ଗୀନ ହୋଇଯାଇଥିଲା, ନାଲି ହୋଇଯାଇଥିଲା, ଅର୍ଥାତ୍ ଏତେ ସଂଖ୍ୟକ ଲୋକଙ୍କୁ ମରାଯାଇଥିଲା। ସେଇଭଳି ଭାବରେ ସିଏ ଯେତେବେଳେ ଦେଖୁଛନ୍ତି ତାଙ୍କର ଭାବାନ୍ତର ଘଟୁଛି, ଭାବର ଅନ୍ତର ଘଟୁଛି, ପରିବର୍ତ୍ତନ ଘଟୁଛି। ହଠାତ୍ ସେ ଆଖି ଆଗରେ ଦେଖିପାରୁଛନ୍ତି ନାଲି, ବାସ୍ତବରେ ହେଇନି, ତାଙ୍କୁ ଲାଗୁଛି ଯେହେତୁ ସେ ସେଇ ଘଟଣା ସହିତ ଜଡ଼ିତ ଅଛନ୍ତି, ପୁରା ମଗ୍ନ ହୋଇଯାଇଛନ୍ତି, ସେଥିପାଇଁ ତାଙ୍କୁ ଦିଶିଯାଉଛି ଯେମିତି ଦୟାନଦୀ ରଙ୍ଗୀନ ହେଇଯାଉଛି। ଏବଂ ଏହି ସମୟରେ ତାଙ୍କ ମନକୁ ସେଇ ପ୍ରଶ୍ନ ଆସୁଛି ଯେଉଁଥିପାଇଁ ସେ ଗବେଷଣା କରିବା ପାଇଁ ଆସିଛନ୍ତି। ଉକ୍ତ ସମୟରେ ଜଣେ ଆଗନ୍ତୁକ ଅର୍ଥାତ୍ ଜଣେ ଅପରିଚିତ ବ୍ୟକ୍ତି, ଯାହାକୁ ଗାଳ୍ପିକା ଗଳ୍ପରେ ଜଣେ ଡେଙ୍ଗା ମଣିଷ ବା ବିଶାଳକାୟ ଶରୀରଯୁକ୍ତ ମାନବ ଭାବେ ବର୍ଣ୍ଣନା କରିଛନ୍ତି। ଏହି ବିଶାଳକାୟ ଶରୀର ବା ଅପରିଚିତ ମାନବ ଜଣେ ତାଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି ଏବଂ ପଚାରୁଛନ୍ତି, କ'ଣ ତୁମେ ଜାଣିବାକୁ ଚାହଁ ଯେ କଳିଙ୍ଗ ଯୁଦ୍ଧ ରାଜା କିଏ ଥିଲେ? ସେଇଠୁ ଅଙ୍ଗଦ କହିଛନ୍ତି, ହଁ ମୁଁ ଜାଣିବାକୁ ଚାହେଁ। ସେ ଆଗକୁ ଆଗକୁ ଚାଲିଛନ୍ତି ଏବଂ ତାଙ୍କୁ ଅନୁସରଣ କରି କରି ଅଙ୍ଗଦ ଚୌଧୁରୀ ତାଙ୍କ ପଛେ ପଛେ ଯିବା ପାଇଁ ଚେଷ୍ଟା କରୁଛନ୍ତି। ସିଏ ବହୁତ ଜୋରରେ ଚାଲି ଯାଉଛନ୍ତି। ଇଏ କହୁଛନ୍ତି, ତୁମେ କେମିତି ବହୁତ ଜୋରରେ ଚାଲିପାରୁଛ, ମୁଁ ତୁମ ସହିତ ତାଳ ଦେଇ ଚାଲିପାରୁନି। ସେ କହୁଛନ୍ତି, କେମିତି ଚାଲିପାରିବ, ମୁଁ ତ ଦୁନିଆରେ ସବୁଠୁ ହିଁ ଦ୍ରୁତ ଚାଲେ। ଅର୍ଥାତ୍ ସେ ଏଠି ସେ ଅପରିଚିତ ବ୍ୟକ୍ତିଙ୍କୁ ଆମ ସହିତ ବା ଆମକୁ ଜଣାଇବା ପାଇଁ ଚାହିଁଛନ୍ତି ସେ ଜଣେ ବ୍ୟକ୍ତି ନୁହନ୍ତି, ସେ ଜଣେ ମଣିଷ ନୁହନ୍ତି, ସେ ପ୍ରକୃତରେ ଅଣାକାର, ଯାହାର ଆକାର ନାହିଁ। ସେ କିଏ ତେବେ? ସେ ହେଉଛି ସମୟ। କାରଣ ସମୟ ସବୁଠୁ ଦ୍ରୁତ ଗତିରେ ଚାଲେ ଆଉ ଯାହା ସହିତ ତାଳ ଦେଇ ମଣିଷ ଚାଲିବାକୁ ଚେଷ୍ଟା କରେ ସତ, କିନ୍ତୁ ଚାଲିପାରେ ନାହିଁ ବୋଲି ଥକିଯାଏ, ବିଫଳତା ସ୍ୱାଦ ପାଏ। ସେଇଥିପାଇଁ ସେ କହୁଛନ୍ତି ଦୁନିଆରେ ମୁଁ ସବୁଠୁ ଦ୍ରୁତ ଗତିରେ ଚାଲେ। ଏବଂ ସିଏ ଚଲେଇ ଚଲେଇ ତାଙ୍କୁ ନେଇଯାଇଛନ୍ତି ରାଜସଭା ନିକଟକୁ, କଳିଙ୍ଗ ରାଜସଭା। ଅର୍ଥାତ୍ ଆମେ ଭାବିପାରିବା ଏମିତି କିଛି ଘଟଣା ନାହିଁ, କେବଳ ଏ ତାଙ୍କର ରିସର୍ଚ୍ଚ ବା ଗବେଷଣା ସମ୍ବନ୍ଧିତ ଜ୍ଞାନକୁ ବା ଗବେଷଣା କରିଛନ୍ତି ଯେଉଁ ଜ୍ଞାନ ଉପରେ, ସେଇ ଜ୍ଞାନକୁ ମନେ ମନେ ରିଭାଇଜ୍ କରୁଛନ୍ତି, ପୁଣି ମନେ ପକାଉଛନ୍ତି ଇତ୍ୟାଦିକୁ। ତାହାକୁ ଗଳ୍ପ ରୂପ ଦେଇ କହିଛନ୍ତି। ସେ ଯାଇକି କଳିଙ୍ଗ ରାଜସଭାରେ ପହଞ୍ଚନ୍ତି ଏବଂ କଳିଙ୍ଗ ରାଜସଭାରେ ହଠାତ୍ କ'ଣ ହେଇଛି ନା ଉପସ୍ଥିତ ହେଉଛନ୍ତି କାରୁବାକି। ଆମେ କାରୁବାକିଙ୍କ କଥା ଶୁଣିଛନ୍ତି, ସମସ୍ତେ ପୂର୍ବରୁ ପଢ଼ିଛନ୍ତି। ତ ସେ କାରୁବାକି ଆସିକି ପ୍ରଶ୍ନ କରୁଛନ୍ତି, ଯେ ପଚାରୁଛନ୍ତି ଯେ ରାଜାଙ୍କର ଦେହ ତ ସମ୍ପୂର୍ଣ୍ଣ ରୂପେ ଅସୁସ୍ଥ, ସେ ଆଦୌ ଯୁଦ୍ଧ କରିବା ପରିସ୍ଥିତିରେ ନାହାନ୍ତି, ତ ସେ ଯୁଦ୍ଧ ବି କରିପାରିବେ ନାହିଁ। ତାଙ୍କର ପୁତ୍ରୀ ଏକମାତ୍ର ଉତ୍ତରାଧିକାରୀ ଯିଏ, ତାଙ୍କ ନାମ ହେଉଛି ରାଜେଶ୍ୱରୀ। ରାଜେଶ୍ୱରୀ ସିଏ ବଂଶଗତ ଦୃଷ୍ଟିରୁ ସିଏ ହିଁ ରାଜା ବା ତାଙ୍କର ଉତ୍ତରାଧିକାରୀ। ତେଣୁ ସିଏ ଚାହୁଁଛନ୍ତି ଯେ ଯୁଦ୍ଧ ହେବ, କାହା ସହିତ ହେବ? ସେତେବେଳକୁ କଳିଙ୍ଗକୁ ଆକ୍ରମଣ କରିସାରିଥାନ୍ତି ଅଶୋକ। ତେଣୁ ରାଜା ଯେତେବେଳେ ନାହାନ୍ତି, ଏମାନେ କ'ଣ କରିବେ? ରାଜେଶ୍ୱରୀ ଜଣେ ଝିଅ ବା କନ୍ୟା, କିନ୍ତୁ ସେତେବେଳେ ଉତ୍କଳରେ ବା କଳିଙ୍ଗରେ ଉତ୍ତରାଧିକାରୀ ଭାବେ ନାରୀମାନଙ୍କୁ ମଧ୍ୟ ସମ୍ମାନ ମିଳୁଥିଲା ଏବଂ ସେମାନଙ୍କୁ ମଧ୍ୟ ରାଜପଦ ମିଳୁଥିଲା। ସେଇଥିପାଇଁ ପ୍ରସ୍ତାବ ଦେଲେ। ଏହି ପ୍ରସ୍ତାବ ଦେବା ପରେ ପରେ ସମସ୍ତଙ୍କ ପାଖରୁ ଉତ୍ତର ଚାହିଁଲେ ଯେ କ'ଣ କରାଯାଇପାରିବ। ସେ କହିଲେ, ଅନେକ ଲୋକ ମତ ଦେଲେ ହଁ ହେଇପାରିବ। ତ ରାଜେଶ୍ୱରୀ ସେଥିରେ ଉପସ୍ଥିତ ହେଲେ ତାଙ୍କ ପତିଙ୍କ ସହିତ ଏବଂ ସେ କହିଲେ 12 ଜଣ ଯୋଦ୍ଧାଙ୍କୁ ବର୍ତ୍ତମାନ ବଛାଯିବ। ଯେଉଁମାନେ ସ୍ୱଇଚ୍ଛାରେ ଚାହୁଁଛନ୍ତି ସେମାନେ
ବାହାରି ଆସନ୍ତୁ ବା ମୋ ସହିତ ସହଯୋଗ କରନ୍ତୁ। ସ୍ୱଇଚ୍ଛାରେ 12 ଜଣ ବାହାରି ଆସିଲେ ତାଙ୍କ ପତିଙ୍କ ସହ ଏବଂ ସେ 12 ଜଣଙ୍କୁ ସେ କ'ଣ କଲେ ନା ତାଙ୍କୁ ଦାୟିତ୍ୱ ଦେଲେ। ତାଙ୍କୁ ବହୁତ ବଡ଼ କଥାଟିଏ କହିଲେ ଯେ ତୁମେମାନେ ସାଧାରଣ ସୈନ୍ୟ ନୁହଁ, ଜଣେ ଜଣେ ସୋଲଜାର ନୁହଁ, ତୁମେ ଜଣେ ସିପାହୀ ନୁହଁ, ତେବେ କ'ଣ ତୁମେ ସମସ୍ତେ ଜଣେ ଜଣେ ସେନାପତି। ଆମେ ଜାଣିଛନ୍ତି ଯୁଦ୍ଧରେ ଜଣେ ମାତ୍ର ସେନାପତି ରହିଥାଏ ଯିଏକି ସେନାକୁ ପରିଚାଳନା କରେ, ଯୁଦ୍ଧ ପରିଚାଳନା କରିଥାଏ। କିନ୍ତୁ ଏଠାରେ ସେ କହୁଛନ୍ତି ଯେ ତୁମେ ସମସ୍ତେ ଜଣେ ଜଣେ ସେନାପତି, ଅର୍ଥାତ୍ ତୁମେ ସମସ୍ତେ ଯୁଦ୍ଧକୁ ଆଗକୁ ନେବା ପାଇଁ ଚେଷ୍ଟା କରିବ। ଏବଂ ଏ କଥାରେ ଅନ୍ୟମାନେ ଉତ୍ସାହିତ ହେଉଛନ୍ତି। ପ୍ରକୃତରେ ଗୋଟେ ରାଜାର ଗୁଣ ଏବଂ ଏ କିଛି ନୂଆ କରିବା ପାଇଁ ଚାହାନ୍ତି, ସେଥିପାଇଁ ସମସ୍ତେ ଆଗଭର ହେଲେ ଏବଂ ଆଗଭର ହେଲା ପରେ ଯୁଦ୍ଧକୁ ଯିବା ପାଇଁ ପ୍ରସ୍ତୁତ ହେଲେ। ଦିନ ପରେ ଦିନ ଦିନ ପରେ ଦିନ ଯେତେବେଳେ ଯୁଦ୍ଧ ଚାଲିଲା, ରାଜେଶ୍ୱରୀଙ୍କର ମନ୍ତ୍ରଣା କାମ କଲା, ଦୟାନଦୀର ଜଳ ରକ୍ତରଞ୍ଜିତ ହୋଇଗଲା, ଅଶୋକ ବିଚଳିତ ହୋଇଗଲେ। ଏ ଯୁଦ୍ଧ କେବେ ସରିବ? ସେ ତାଙ୍କ ମନ୍ତ୍ରୀଙ୍କୁ ପଚାରିଲେ, ତୁମେ 2 ଦିନ କହିକି ଆଣିଥିଲ ଯେ 2 ଦିନ ପାଇଁ ବା ଇଏ କଳିଙ୍ଗର ରାଜା ଯିଏ ଅସୁସ୍ଥ ଅଛନ୍ତି, ବେଶୀ ଦିନ ସେମାନେ ଯୁଦ୍ଧ କରିପାରିବେନି, ଅତି କମ୍ରେ ବା ଅତି ବେଶୀରେ 2 ଦିନ ଯାଏ ଯୁଦ୍ଧ ହୋଇପାରିବ। କିନ୍ତୁ ଇଏ କ'ଣ, ଏ ତ ଯୁଦ୍ଧ ସରିବାର ନା ନେଉନି। ଅର୍ଥାତ୍ ସେତେବେଳେ କଳିଙ୍ଗର ଲୋକମାନେ, ସାଧାରଣ ପ୍ରଜାମାନେ, ଜନସାଧାରଣମାନେ ସେମାନେ ମଧ୍ୟ ଯୁଦ୍ଧ କରିବାକୁ ବାହାରିଗଲେ ସୈନ୍ୟ ଭଳି। ଏବଂ ଏ ହେଉଛି ସେ ପ୍ରଜାମାନଙ୍କର କଳିଙ୍ଗ ପ୍ରତି ଭଲ ପାଇବା, କଳିଙ୍ଗ ପ୍ରତି ତାଙ୍କର କର୍ତ୍ତବ୍ୟ ବୋଲି ସେମାନେ ଭାବୁଥିଲେ। ତେଣୁ ଏ ଭିତରେ ଯୁଦ୍ଧ ଯେତେବେଳେ ଚାଲିଲା, କୌଣସି ଏକ ଦିନେ ଏସବୁ ଏତେ ରକ୍ତରଞ୍ଜିତ ଶରୀର, କ୍ରନ୍ଦନରତା ମାତୃହୃଦୟ, ଶିଶୁ, ଖଣ୍ଡ ବିଖଣ୍ଡିତ ଶରୀର, ଏସବୁକୁ ଦେଖି ଦିନେ ଅଶୋକଙ୍କର ମନ ପରିବର୍ତ୍ତନ ହୋଇଗଲା। ତାଙ୍କୁ ଚଣ୍ଡାଶୋକ କୁହାଯାଉଥିଲା। ସେ ରକ୍ତ ପିପାସୁ ଥିଲେ, ରକ୍ତ ଦେଖିବାକୁ ଭଲ ପାଉଥିଲେ। କିନ୍ତୁ ହଠାତ୍ ଯେତେବେଳେ ତାଙ୍କର ମନର ପରିବର୍ତ୍ତନ ଘଟିଗଲା, ସିଏ ଧର୍ମାଶୋକ ନାମରେ ପରିଣତ ହେଲେ ଏବଂ ସେଇଦିନଠାରୁ ଆଉ ଯୁଦ୍ଧ କରିବେ ନାହିଁ ବୋଲି ପଣ କଲେ ଏବଂ ସେଇଠାରେ ଯୁଦ୍ଧ ବନ୍ଦ ରହିଲା। ରାଜେଶ୍ୱରୀଙ୍କର ମଧ୍ୟ ସେତେବେଳକୁ ମୃତ୍ୟୁ ହୋଇସାରିଥିଲା ତାଙ୍କ ପତିଙ୍କ ସହ। କିନ୍ତୁ ବର୍ତ୍ତମାନର କଥା ହେଉଛି, ତେଣୁ ହଠାତ୍ ପଚାରୁଛନ୍ତି, ପୁଣି ଅଙ୍ଗଦଙ୍କୁ ପଚାରୁଛନ୍ତି, ସେ ଯେଉଁ ମଣିଷ ଜଣକ, ଅପରିଚିତ ମଣିଷ ଜଣକ, ତ କ'ଣ ପାଇଁ ଏସବୁ ଦେଖିଲ? ହଁ ଦେଖିଲେ। ତ କ'ଣ ଦେଖିଲ? ନା ଯାହା ଘଟିଲା ସବୁ ଦେଖିଲେ। ଇତିହାସରେ ରାଜେଶ୍ୱରୀଙ୍କର ଏ ବୀରତ୍ୱ ସାହସର କାହାଣୀ ବର୍ଣ୍ଣିତ ନାହିଁ କାହିଁକି? କାହିଁକି ତାଙ୍କ ନାମ ଇତିହାସରେ ନାହିଁ? ଅଙ୍ଗଦ ପଚାରିଲେ। ଅଙ୍ଗଦ ପଚାରୁଛନ୍ତି ସେ ଅପରିଚିତ ମଣିଷଙ୍କୁ, ଏତେ ହେଲା ପରେ ଯଦି ଏତେ କଥା କହିଲ ବା ଶୁଣେଇଲ ବା ମୁଁ ଦେଖିଲି, ଏପରେ ଇତିହାସ କାହିଁକି ସେତିକି ତାଙ୍କୁ ସ୍ଥାନ ଦେଇନି ଯେତିକି ଅନ୍ୟ ସବୁ ଯୁଦ୍ଧ, ଅନ୍ୟ ସବୁ ବ୍ୟକ୍ତି ବିଶେଷଙ୍କୁ ଦେଇଛି? ସପୋଜ ଆମେ ଉଦାହରଣ ନେଇପାରିବା, ଇତିହାସରେ ଆମେ ଅନେକ ଥର ପଢ଼ୁଛନ୍ତି, ଆକବରଙ୍କ କଥା ବହୁତ ଭାବରେ ପଢ଼ୁଛନ୍ତି, ଆମେ ଇତିହାସରେ ଭଗତ ସିଂଙ୍କ କଥା ଅନେକ ଭାବରେ ପଢ଼ୁଛନ୍ତି, ଆମେ ଇତିହାସରେ ହରପ୍ପା ସଭ୍ୟତା କଥା ପଢ଼ୁଛନ୍ତି, ଆମେ ଇତିହାସରେ ଆହୁରି କିଛି ପଢ଼ୁଛନ୍ତି। କିନ୍ତୁ ଏ କଳିଙ୍ଗ ଯୁଦ୍ଧର ଇଏ ଯେଉଁ ନାୟିକା, ଇଏ ଯୁଦ୍ଧର ବିଭୀଷିକା, ଏହା ବିଷୟରେ ସେତିକି କାହିଁକି ଗୁରୁତ୍ୱ ଦିଆଯାଇ ନାହିଁ ବା ରାଜେଶ୍ୱରୀଙ୍କ ବିଷୟରେ କାହିଁକି ବର୍ଣ୍ଣନା କରାଯାଇ ନାହିଁ? ସେତେବେଳେ ସେ ଅପରିଚିତ ମଣିଷ ଜଣ କହୁଛନ୍ତି, ରାଜନୀତିର ବ୍ରହ୍ମାସ୍ତ୍ର ହେଉଛି ଷଡ଼ଯନ୍ତ୍ର। ଅର୍ଥାତ୍ ରାଜତନ୍ତ୍ର, ଯିଏ ରାଜା, ଯିଏ ଶାସନ କରିବା ପାଇଁ ଅଛି, ପ୍ରଜାଙ୍କୁ ଶାସନ ଦେବ, ସେ ଷଡ଼ଯନ୍ତ୍ର ତାଙ୍କର ବ୍ରହ୍ମାସ୍ତ୍ର। ଅର୍ଥାତ୍ ସେ ଷଡ଼ଯନ୍ତ୍ର ଯେଉଁ ରାଜା ନ ଜାଣିଛି, ସେ କେବେ ଚିର ପରିଚିତ ହୋଇକି ରହିପାରିବ ନାହିଁ। ତେଣୁକରି କଳିଙ୍ଗର ରାଜାଙ୍କୁ ବା କଳିଙ୍ଗର ଯେ ରାଣୀ ଥିଲେ ବା ରାଜେଶ୍ୱରୀଙ୍କ କଥା ଆମେ ଯଦି କହିବା, ସିଏ ବାସ୍ତବରେ ବିରାଟ ହୃଦୟଧାରୀ ଥିଲେ। ସିଏ ଷଡ଼ଯନ୍ତ୍ର ଜାଣିନଥିଲେ, ଭାରି ସରଳ ଥିଲେ, ନିରୀହ ଥିଲେ। ସେଥିପାଇଁ ତାଙ୍କ ନାମ ଇତିହାସରେ ଆଜି ସେତିକି ସ୍ଥାନ ପାଇନି ଯେତିକି ସ୍ଥାନ ପାଇବାର କଥା। ଏହା ନିଶ୍ଚିତ ଭାବରେ ଅନ୍ୟାୟର କଥା, କଳିଙ୍ଗ ପ୍ରତି ଅନ୍ୟାୟ। ସମୟ ଆସିଲେ ଏହା ବିରୁଦ୍ଧର ସ୍ୱର ଉତ୍ତୋଳନ କରିବା ଦରକାର।
କାହିଁକି ହେଇନି ବୋଲି ପ୍ରଶ୍ନ ପଚାରିବା ଦରକାର। ଇତିମଧ୍ୟରେ ବା ଏହି କଥାକୁ ନେଇ ଅଙ୍ଗଦଙ୍କର ଯେଉଁ ଗବେଷଣା ଏଇଠି ସ୍ଥଗିତ ରହିଛି। ହଠାତ୍ ସେ ମୋହଭଙ୍ଗ ହୋଇଛନ୍ତି, ପ୍ରକୃତିସ୍ଥ ହୋଇଛନ୍ତି। ସେ ଭାବି ଯାଇଥିଲେ ଅନାବନା କଥା କିଛି। ସେ ଚାଲି ଯାଇଥିଲେ ଏହା ଭିତରେ କଳିଙ୍ଗର ରାଜସଭାକୁ, ସେ ଚାଲି ଯାଇଥିଲେ କଳିଙ୍ଗ ଯୁଦ୍ଧକୁ, ଏବଂ ସେ ଯେଉଁଠି ନାଲି ରକ୍ତର ବିଭୀଷିକା ଦେଖୁଥିଲେ ନଦୀ ଭିତରେ, ଦୟା ନଦୀ ଭିତରେ, ସେତେବେଳେ ସେ ପୁଣି ପ୍ରକୃତିସ୍ଥ ହେଲା ପରେ ମଧ୍ୟ ସେଇ ଦୟାନଦୀ ପାଖରେ ବସିଛନ୍ତି ଏବଂ ଦେଖୁଛନ୍ତି ଦୟାନଦୀ ରକ୍ତ ନୁହେଁ, ଏହା ସ୍ୱଚ୍ଛ ଜଳରେ ପରିପୂର୍ଣ୍ଣ। ଏଇଠି ଏ ଗପଟି ଶେଷ ହେଉଛି। କିନ୍ତୁ ଏ ଗପ ଭିତରେ ଥିବା ଯେଉଁ ବାର୍ତ୍ତାଟି, ତାହା ହେଉଛି ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା, ଯେ କାହିଁକି ଇତିହାସ ତାଙ୍କୁ ସ୍ଥାନ ଦେଇନାହିଁ। ତ ବର୍ତ୍ତମାନ ପାଇଁ ଏ କ୍ଲାସ୍ ବା ଏଇ ଭିଡ଼ିଓରେ ଏତିକି ଆମେ ଶିଖିବା, ଜାଣିବା। ଏହାପରେ ଯଦି ସମ୍ଭବ ହୁଏ ତାହେଲେ ଆମେ ଏହାର ଭିଡ଼ିଓ ଆଉ ଗୋଟେ ବନେଇବା, ଗପଟିକୁ କହିକି ପୁରା ଗପଟି କ'ଣ କ'ଣ ଅଛି, ଏଇଟା କେବଳ ସାରାଂଶ କହିଲେ ବା ତା'ର ବ୍ୟାଖ୍ୟା କହିଲେ, ଗପଟିକୁ କେମିତି କ'ଣ ତା ଭିତରେ ଅଛି ବୁଝିବା ପାଇଁ, ବୁଝିପାରିଥିବ ଆଶା କରୁଛି ସମସ୍ତେ ବୁଝିପାରିଥିବ। ତ ବର୍ତ୍ତମାନ ଆମେ ପର କ୍ଲାସ୍ର ଯେଉଁ ପାଠ ଅଛି, ଆମେ ପ୍ରଶ୍ନ ଅଛି ଦେବା। ପର କ୍ଲାସ୍ ପାଇଁ ସେଇ ରୂଢ଼ି ରହିବ, 5 ଗୋଟି ରୂଢ଼ି। ଏହା ଦ୍ୱାରା ରୂଢ଼ି ମଧ୍ୟ ମୋର ପ୍ରାକ୍ଟିସ୍ ହେଇଯାଉଛି। ପ୍ରଥମ, କାଠିକର ପାଠ 1। 2ରେ କୁହାମୁଣ୍ଡା କପିଳା। 3ରେ କପାଳ ଲିଖନ। 4ରେ କୁମ୍ଭୀର କାନ୍ଦଣା। 5ରେ କୂପ ମଣ୍ଡୁକ। ତୁମମାନଙ୍କୁ ସବୁ ଏହି ପ୍ରଶ୍ନର ଉତ୍ତର ଲେଖିବାକୁ ହେବ ଇନବକ୍ସରେ। ଯେଉଁମାନେ ବୁଝିପାରିଲ ଲାଇକ୍ କରିବ, ଯେଉଁମାନେ ବୁଝି ନ ପାରିଲ ସେମାନେ ମଧ୍ୟ କମେଣ୍ଟ ବକ୍ସରେ ଇନବକ୍ସରେ ପଚାରିପାରିବ କ'ଣ ବୁଝିପାରୁନ। ଯଦି ଭଲ ଲାଗୁଛି ଭିଡ଼ିଓ, ବୁଝିପାରୁଛ, ସବୁ ଭିଡ଼ିଓ କେବଳ ଏଇଟା ନୁହଁ, ଯଦି ଅନ୍ୟମାନେ କେହିକି ବି ନୂଆ ଆସିଛ ସେମାନେ ଭିଡ଼ିଓକୁ ବା ସବସ୍କ୍ରାଇବ୍ କରିଦେବ ଆମର ଚ୍ୟାନେଲଟାକୁ। ଏବଂ ଯେଉଁମାନେ ସବୁବେଳେ ଦେଖି ଆସୁଛ, ବହୁତ ପିଲା ସବୁବେଳେ ରେଗୁଲାର ଦେଖି ଆସୁଛନ୍ତି, ଅନେକ ସମୟରେ ମୁଁ ଭିଡ଼ିଓ ଛାଡ଼ୁଛି, ବହୁତ ପିଲା କହୁଛନ୍ତି ସାର୍ ଆମେ ଫାଷ୍ଟ ଦେଖିଲୁ, ଆମେ ଫାଷ୍ଟ କମେଣ୍ଟ ଦେଲୁ ଇତ୍ୟାଦି। ଭଲ ଲାଗୁଛି, ଖୁସି ଲାଗୁଛି। ପିଲାମାନେ ପୁରା କମ୍ୟୁନିକେଟିଭ୍ ଅଛନ୍ତି, ଆଟେଣ୍ଟିଭ୍ ଅଛନ୍ତି। କ୍ଲାସ୍ରେ ତ ଆଟେଣ୍ଟିଭ୍ ରହିବ, ପୁରା ଜାଗ୍ରତ ଅବସ୍ଥା ରହୁଛନ୍ତି, ସେମାନେ ସତର୍କ ରହୁଛନ୍ତି, ପାଠକୁ ନେଇକି ପଢ଼ୁଛନ୍ତି ମଧ୍ୟ। ପାଠକୁ ଛାଡ଼ିକି ଅନ୍ୟ ବିଷୟ ଯେତେବେଳେ ଜ୍ଞାନର କିଛି ବିଷୟ ଛାଡ଼ୁଛି ସେମାନେ ତାକୁ ମଧ୍ୟ ପଢ଼ୁଛନ୍ତି। ଏହା ସହିତ ମଧ୍ୟ କିଛି ମୋଟିଭେସନାଲ୍ ଭିଡ଼ିଓ ଛାଡ଼ୁଛି ତାକୁ ମଧ୍ୟ ଦେଖୁଛନ୍ତି, ମୋଟିଭେଟ୍ ବି ହେଉଥିବେ ବୋଲି ଆଶା। ସମସ୍ତେ ସେମିତି ଚାଲନ୍ତୁ ଶିଖିବା। ମୁଁ ସେଥିପାଇଁ ସବୁବେଳେ ମୋ ଯେଉଁ ଭିଡ଼ିଓ ଛାଡ଼େ ତାର ପ୍ରଥମେ ଲେଖେ ଆସନ୍ତୁ ଶିଖିବା, ନିଜକୁ ଶିଖାନ୍ତୁ। କାହିଁକିନା ମୁଁ ସବୁ ଏଇସବୁ କଥା ବିଶ୍ୱାସ କରେ ଯେ ପ୍ରଥମେ ଅନ୍ୟକୁ କହିବା ଅପେକ୍ଷା, ଅନ୍ୟକୁ ଶିଖିବା ଅପେକ୍ଷା ନିଜେ ପ୍ରଥମେ ଶିଖିବା ଦରକାର। ସେଇ ଦୃଷ୍ଟିରୁ ଆମେ ପ୍ରଥମେ ଜାଣିବା ଦରକାର, ଆମେ କିଏ କହିଲେ ଆମେ ଶିଖିବ, ପ୍ରଥମେ ଆମେ ନିଜକୁ ନିଜେ ଶିଖିବା ଦରକାର। କ'ଣ କରିବା ଉଚିତ, କ'ଣ କରିବା ଉଚିତ ନୁହେଁ, ନିଜ ଭିତରୁ ଆସିବ। ତୁ ଉଚିତ କ'ଣ କର, ଅନୁଚିତ କ'ଣ କର ନା, ଇତ୍ୟାଦି। ସେଇ ଦୃଷ୍ଟିରୁ ସମସ୍ତେ ଯେଉଁ ସମୟ ଆମେ ଅପବ୍ୟୟ କରୁଛନ୍ତି ଅନ୍ୟ କଥାରେ, ତ ସେଇ ସମୟକୁ ଆମେ ବାଦ ଦେଇକି ବା ସେଇ ସମୟକୁ ଟିକେ ହ୍ରାସ କରିକି, ତାମାନେ ନୁହେଁ ଆମେ ଖେଳିବାନି, ଆମେ ଖେଳିବା, ଆମେ ବୁଲିବା, ଆମେ ସବୁ କରିବା ଭିତରେ ସେ ସମୟକୁ ସଂକୁଚିତ କରିକି ଅଧିକ ସମୟ ଶିଖିବା ପାଇଁ, ପାଠ ପଢ଼ିବା ପାଇଁ, ଦୁନିଆ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିବା ଉଚିତ, ଯାହା ତୁମକୁ ଭବିଷ୍ୟତର ମାର୍ଗ ଦେଖାଇବ। ଏବଂ ମୁଁ ସବୁବେଳେ ତ କହି ଆସିଛି, ଏଜୁକେସନ୍ ବାଇ ଏଜୁକେସନ୍ ୟୁ କ୍ୟାନ୍ ୱିନ୍ ଦ ୱାର୍ଲଡ଼। ଶିକ୍ଷା ମାଧ୍ୟମରେ ତୁମେ ପୁରା ବିଶ୍ୱକୁ ମଧ୍ୟ ଜିଣିପାରିବ। ଆଉ କିଛି କହିବା ଆବଶ୍ୟକ ନାହିଁ। ଆଶା କରିବି ସମସ୍ତେ ଅପଡ଼େଟ୍ ରହୁଥିବ। ଧନ୍ୟବାଦ।